শেষ ঘড়িরে ঘন ଅନ୍ଧାର দেখি ଅନ୍ଧାର ପରେ ଆଲୋକ ଆସିବ ଯାଇଅଛି ବିହି ଲେଖି ଅମାବାସ୍ୟାର ରାତ୍ରି ବୋଲିକି ରାତ୍ରି ପାଇବ ନାହିଁ ପାହିବ ପାହିବ ନିଶ୍ଚୟ ଚିରରାତ୍ରି କି ହୁଏ କାହିଁ ସେଦିନ ଯାହାର ରଣ ହୁଙ୍କାରେ ଫିରିଙ୍ଗି ହାରିଲେ ହୋସ ପ୍ରାଣମୁଛି ଆଜି ତାଙ୍କରି ଚରଣେ ସେ ପ୍ରିୟ ସୁବାସ ବୋଷ ସେ ପ୍ରିୟ ସୁବାସ ବୋଷ মনে পড়ে আজি মোর সেই ইতিহাস মাটি পাই জুঝি জুঝি হারিলে নিঃশ্বাস স্বাধীনতা পাই লড়ি কেড়ে গলে হাজি আজি भी से प्रश्न बाजी मो प्रिय नेताजी ফিরিঙ্গি বিরুদ্ধে যুদ্ধ ডাকরা সেদিনে দিল্লি চলো নারা কম্পাইলে
1942 ମସିହା ଗଠନ ହେଲା ଆଜାଦ ହିନ୍ଦ ଫୌଜ। ହାତରେ ହାତ, କାନ୍ଧରେ କାନ୍ଧ, ପାଦରେ ପାଦ ମିଶାଇ ସୁଭାଷଙ୍କ ସହ ଯୋଡ଼ି ହେଲେ ସହସ୍ର ଭାରତୀୟ। ଦିଲ୍ଲୀ ଚଲ ନାରାରେ ଯେତେବେଳେ ଗଗନ ପବନ ପ୍ରକମ୍ପିତ ହେଲା, ସମଗ୍ର ଭାରତବାସୀ ଏକତ୍ରିତ ହୋଇ ପହଞ୍ଚିଲେ ଦିଲ୍ଲୀ ପର୍ଯ୍ୟନ୍ତ। ଆରମ୍ଭ ହେଲା ଫିରିଙ୍ଗି ବିରୁଦ୍ଧରେ ଘମାଘୋଟ ସଂଗ୍ରାମ। ଆଉ ସଂଗ୍ରାମର ବହ୍ନିକୁ ନିଜ ଡାକରାରେ ପ୍ରଜ୍ୱଳିତ କଲେ ଭାରତୀୟଙ୍କର, ପ୍ରତ୍ୟେକ ଭାରତୀୟଙ୍କର ହୃଦୟରେ। ବୋଧେ ଏହା ହିଁ ଥିଲା ରକ୍ତ ବଦଳେ ସ୍ୱାଧୀନତା ଦେବୀ ଆଜାଦ ହିନ୍ଦ ଫୌଜର ମୂଳ ମନ୍ତ୍ର। ଆଉ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହେଲା ସେଦିନ ସମଗ୍ର ଭାରତବାସୀ ସୁଭାଷଙ୍କ ଡାକରାରେ। आजाद हिंद फौजर रणहुंकार जो फिरिंगी माने से दिन निजको हजि जीवा पाई बाध्य करथिले आज किंतु से फौज सेनापति स्वयं हजि जाइथिले विमानरु अवतरण कले नै नेताजी से मृत ना जीवित जहा आज भी भारतीय इतिहास रे एक विराट प्रश्न